ଏତେ ସବୁ କହିଲା ପରେ ଏତେ ସବୁ ଇଏ କଲା ପରେ କେମିତି ଭାବରେ 2018 ମସିହାରେ ଯୋଉ କମିଟି ଯାଇଥିଲେ ସେ କମିଟି ନିଜେ ଦେଖିଲେ ଫାଟ ହେଇଛି, ପାଣି ସିପେଜ କରୁଛି, ପଥର ଖସିକି ତଳେ ପଡୁଛି। ମୁଁ ଏବେ ଜାଣିବାକୁ ପାଇଲି ମୋ ପାଖରେ ଗୋଟେ ଇଏ ଅଛି, ସେଇଦିନ ଯୋଉ ଦିନ 4/4/2018 ମସିହାରେ ଯାଇଥିଲେ ମନ୍ଦିର ଭିତରକୁ କମିଟି, ସେଇଦିନ ଗୋଟେ ଏମର୍ଜେନ୍ସି ପରିଚାଳନା କମିଟି ବସିଥିଲା ଭୁବନେଶ୍ୱର ଠାରେ ଏବଂ ଯାହାର କପି ମୋ ପାଖରେ ଅଛି। ସେ କପିରେ କ୍ଲିୟର ଭାବରେ ଲେଖା ହେଇଛି ଯେ ପ୍ଲାଷ୍ଟର ଛାଡ଼ି ବିଭିନ୍ନ ଫାଟ ସୃଷ୍ଟି ହୋଇଛି, କାନ୍ଥ ମଧ୍ୟରେ ଓଦାଳିଆ ରହିଥିବା ଦେଖାଯାଇଛି, ପ୍ରବେଶ ଦ୍ୱାର ଉପରୁ 5 ଗୋଟି ଲୁହା ବିମ୍ ମଧ୍ୟରୁ 2ଟି ପଡ଼ିଛି ଏବଂ ତଳକୁ ମଧ୍ୟ ଲେଖା ଅଛି ଯେ ବଡ଼ ବଡ଼ ପଥର ଖଣ୍ଡ ସିଲିଂରୁ ଖସିକି ତଳେ ପଡ଼ିଛି। ଲେଖା ହେଇଛି ଯେ ପଥର ଖଣ୍ଡ ସିଲିଂରୁ ତଳକୁ ପଡ଼ିଛି। ତ ଏତେ ସିରିୟସ୍ ଜିନିଷ ଯାହା ମୁଁ ଦେଖୁଛି ମତେ ଆଶ୍ଚର୍ଯ୍ୟ ଲାଗୁଛି। ଯଦି ଏତେ ଖରାପ କଣ୍ଡିସନରେ ରତ୍ନଭଣ୍ଡାର ଯଦି ଥିଲା 2018 ମସିହାରେ ଏସବୁ ଜଣାପଡ଼ିଲା ଏବଂ ପରବର୍ତ୍ତୀ ସମୟରେ ପରିଚାଳନା କମିଟିରେ ଏ ବିଷୟରେ ଆଲୋଚନା ହେଲା, କେମିତି ଭାବରେ 6 ବର୍ଷ ଧରି ଏକୁ ସହ୍ୟ କରିପାରିଲେ ଏବଂ ଏକୁ କାର୍ଯ୍ୟକାରୀ କଲେ ନାହିଁ। ଏ ଗୋଟେ ବହୁତ ବଡ଼ କୋଶ୍ଚିନ୍ ନିଶ୍ଚିତ ଭାବରେ ପ୍ରତ୍ୟେକଟି ଭକ୍ତ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ଯେ 6 ବର୍ଷ କାଳ ଯଦି ଏଇ ରିପୋର୍ଟଟିକୁ କିଏ ଦେଖିବେ, ପରିଚାଳନା କମିଟିର ଇଏ ଏବଂ ତା ସହିତ ଯୋଉ କମିଟି ଯାଇଥିଲେ ସେମାନେ ମଧ୍ୟ ଏଠି ଇଏ କରିଛନ୍ତି ଆଉ ସମସ୍ତଙ୍କ ସିଗ୍ନେଚର ବି ଅଛି ୟା ଦେହରେ। କିନ୍ତୁ ଏବେ ଯୋଉ ବର୍ତ୍ତମାନ ଯୋଉ ମୋ ପାଖରେ ଯାହା ହସ୍ତଗତ ହେଇଛି, ସେଦିନ ଏଇ ଯୋଉ ପରିଚାଳନା କମିଟିର ମିଟିଂ ବସିଥିଲା, ପରିଚାଳନା କମିଟି ମିଟିଂରେ ଇଏ ପରିଷ୍କାର ଭାବରେ ଲେଖା ଅଛି ଯେ ରତ୍ନଭଣ୍ଡାରର କଣ୍ଡିସନ ଜମା ଭଲ ନାହିଁ। ଯଦି ଏତେ ସିରିୟସ୍ କଣ୍ଡିସନ ଥିଲା କାହିଁକି କରାଗଲା ନାହିଁ? ତେଣୁକରି ଏବେ ଲେଜର ସ୍କାନିଂ କରାଯାଇଛି, ପୁଣି ସେହି ବାହାର ଲେଜର ସ୍କାନିଂରେ ମଧ୍ୟ ଜଣାପଡ଼ିଲାଣି ଯେ ବିଭିନ୍ନ ଜାଗାରେ ଫାଟ ଅଛି। ତେଣୁକରି ମୁଁ ଆଜି ଅନରେବୁଲ ସିଏମ୍ ମୋହନ ଚରଣ ମାଝୀ ସାର୍ଙ୍କୁ ମୁଁ ଚିଠି ଲେଖିଛି। ମୁଁ ଅନୁରୋଧ କରିଛି, କାହିଁକିନା ମତେ ସନ୍ଦେହ ସୃଷ୍ଟି କରୁଛି, ମତେ କୋଉଠି ନା କୋଉଠି ଲାଗୁଛି ଶ୍ରୀମନ୍ଦିର ପ୍ରଶାସନ ଏବଂ ମ୍ୟାନେଜିଂ କମିଟି ଏ ସବୁ ମ୍ୟାଟରକୁ ଆଡି ଦିଆଯାଉଛି, ଘୁଞ୍ଚି ଦିଆଯାଉଛି। କାହିଁକିନା ମୁଁ ଗତ ବର୍ଷ ଏଇ ବିଷୟରେ ମୁଁ ଫାଇଟ୍ କରିଥିଲି, ମୁଁ ଲେଖିକି ଚେୟାରମ୍ୟାନଙ୍କୁ ଦେଇଥିଲି ଯେ କାହିଁକି ରତ୍ନଭଣ୍ଡାର ବିଷୟରେ ମ୍ୟାନେଜିଂ କମିଟିରେ ଆଲୋଚନା ହଉନି। ଆଜି ଯେତେବେଳେ ମ୍ୟାନେଜିଂ କମିଟିର ମୁଁ ବୈଠକର ନକଲ ଦେଖୁଛି ଯେ ଯୋଉଟା ଭୁବନେଶ୍ୱରରେ ଏମର୍ଜେନ୍ସି ମିଟିଂ ହେଇଥିଲା 2018 ମସିହାରେ, ସେଥିରେ ମଧ୍ୟ ଲେଖା ଅଛି ଯେ ଏତେ ସିରିୟସଲି ଡ୍ୟାମେଜ ହେଇଛି ରତ୍ନଭଣ୍ଡାର। ତେଣୁକରି କାହିଁକି ତୁରନ୍ତ ମରାମତି କରାଗଲା ନାହିଁ? ଯଦି ମୁଁ ଯେତେଦୂର ଜାଣିଛି, ଯେତେବେଳେ ରତ୍ନଭଣ୍ଡାରରୁ ରତ୍ନ ସିଂହାସନ ପାଖରେ ପଥର ଖସିଥିଲା, ସେତେବେଳେ ମହାପ୍ରଭୁଙ୍କୁ ଆଗକୁ ଅଣାଯାଇ 6 ମାସ ଧରି ମହାପ୍ରଭୁ ଆଗକୁ ରହିଲେ ଏବଂ ରିପେୟାର କାମ କରାଗଲା। ତ ରତ୍ନଭଣ୍ଡାର ଯଦି ଏତେ ସିରିୟସ୍ କଣ୍ଡିସନ ଥିଲା, 6 ବର୍ଷ ଧରି ତାକୁ କୋଉଠି ନା କୋଉଠି ଆଭଏଡ୍ କଲେ। ମତେ ଗୋଟେ ବହୁତ ବଡ ସନ୍ଦେହ ସୃଷ୍ଟି କରୁଛି। ମୁଁ ଅନରେବୁଲ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଦୟାକରି ସେ ଇମିଡିଏଟଲି ୟା ଉପରେ ଗୋଟେ ଆକ୍ସନ ନିଅନ୍ତୁ। ଆଉ ବର୍ତ୍ତମାନ ଦେଖନ୍ତୁ, ସବୁଠୁ ବଡ କଥା ହଉଛି ମନ୍ଦିର ସୁରକ୍ଷିତ ରହିଲେ ଆମେ ରତ୍ନ ଗଣିବା କି ଯାହା କରିବା। ଯଦି ମନ୍ଦିର ହିଁ ସୁରକ୍ଷିତ ନାହିଁ ତ ଆମେ କଣ କରିବା? এটা କୌଣସି ବି ଭକ୍ତ ଯଦି ଏ ରିପୋର୍ଟ ଦେଖିବ, ଯୋଉ ଟାଇପର ଏଥିରେ ଲେଖାଯାଇଛି ଆପଣ ଦେଖନ୍ତୁ, ସେ କେବେ ବି ହେଲେ ସହ୍ୟ କରିବନି ଯେ 6 ବର୍ଷ କାଳ ଜାଣିଲା ପରେ ବି ଫାଟ ଅଛି, ପାଣି ସିପେଜ କରୁଛି, ଲୁହା ବିମ୍ କୋଉଠି ଖସିଛି, ପଥର ଖସିକି ପଡିଛି, କାହିଁକି କରାଯାଇଥିଲା? ତେଣୁକରି ମୁଁ ଅନୁରୋଧ କରୁଛି ସରକାରଙ୍କୁ, ସରକାର କାହିଁକିନା ମୋର ବିଶ୍ୱାସ ହଉନି ଗତକାଲି ଯେତେବେଳେ ମ୍ୟାନେଜିଂ କମିଟି ମିଟିଂ ବସିଲା, ମୁଁ ବହୁତ ଏକ୍ସପେକ୍ଟ କରିଥିଲି ଯେ ନିଶ୍ଚିତ ଭାବରେ ଏତେ ସିରିୟସ୍ ମ୍ୟାଟରଟା ଆଲୋଚନା ହେବ ଏବଂ ସରକାରଙ୍କୁ ସହଯୋଗ କରିବେ ରତ୍ନଭଣ୍ଡାର ଖୋଲିବା ପରେ। କିନ୍ତୁ ରତ୍ନଭଣ୍ଡାର ଖୋଲିବା ପରେ କୌଣସି ଗୋଟେ ସିଙ୍ଗଲ ଲାଇନ ଡିସ୍କସନ ହେଇପାରିଲା ନାହିଁ। ତେଣୁକରି ମତେ ଗୋଟେ ସନ୍ଦେହ ସୃଷ୍ଟି କରୁଛି, ମୋର ବିଶ୍ୱାସ ପାଉନି। ମୁଁ ଅନୁରୋଧ କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ଏବଂ ଯେହେତୁ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା କରିକି ଦେଖେଇଛନ୍ତି ଏବଂ ବର୍ତ୍ତମାନ ବି ଗଭର୍ଣ୍ଣମେଣ୍ଟ କହୁଛି ଯେ ଗଭର୍ଣ୍ଣମେଣ୍ଟ ତରଫରୁ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଆମେ ଖୋଲିବୁ ଏବଂ ଖୋଲାଯିବ ବୋଲି। କିନ୍ତୁ ମତେ ସନ୍ଦେହ ଲାଗୁଛି ଯେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟି ସହଯୋଗ କରୁନାହାନ୍ତି, ଆଉ କୋଉଠି ନା କୋଉଠି ଗୋଟେ ସନ୍ଦେହ ହେଉଛି। ତେଣୁକରି ମୁଁ ଅନୁରୋଧ କରୁଛି, ବର୍ଷା ଯେହେତୁ ବହୁତ ଜୋରରେ ଆସୁଛି ଏବଂ ବର୍ଷା ଯାହା 6 ବର୍ଷ ହେଲାଣି ନଷ୍ଟ ହେଇଛି,
पुणी आहरी नष्ट होबार चांसेस अच्छी बर्तमान मनसून सीजन रे तो मैं अनुरोध करुच्ची एटलिस्ट एएसआई बर्तमान किछि किछि कार्य आरंभ करू जो कि आम बर्तमान पानी को रोकी पार आ रत्नभंडार भर को न जाऊ पानी एवं मंदिर को सुरक्षित रखा जाए।